सकलर तुमे अखिलर तुमे जीवन वेदर ओंकार तुमे सृजन बीणार झंकार तुमे जीवन वेदर ओंकार तुमे सृजन बीणार झंकार तुमे प्रार्थना प्रति सकाळर तुमे अमृत सकलर तुमे अखिलर तुमे निखिलर तुमे अमृत सकलर तुमे अखिलर तुमे सृष्टिर महासंगीत तुमे आलोक पथर इंगित तुमे सृष्टिर महासंगीत तुमे आलोक पथर इंगित तुमे स्वप्न कुमुद कमलर तुमे अमृत सकलर तुमे अखिलर तुमे निखिलर तुमे अमृत सकलर तुमे अखिलर तुमे महावीर नर मूर्छना तुमे दिव्य उत्सर अर्चना तुमे महावीर नर मूर्छना तुमे दिव्य उत्सर अर्चना तुमे शेषहीन शिखा नलर तुमे अमृत आशा सकलर तुमे अखिलर तुमे निखिलर तुमे अमृत आशा सकलर तुमे अखिलर। वंदे मातरम। धन्यवाद विजय प्रभापन को सुंदर वंदनाटी पाई। बंधुगण आमे एबे फेरी आसीबा आमर आलोचना चक्र को आम जीवन गतिपथ को। आज अवश्य भारत रे एक अभूतपूर्व घटना घटी जाइछि। आम समस्ते जानती दीर्घ बहु जीवन बलि पड़िथिबा बहु संग्रामर इतिहास साक्षी रहिथिबा श्रीरामंकर जन्मभूमि रे आज प्रभुंकर एक नूतन विग्रहर प्राण प्रतिष्ठा होइछि। पुणी हम भारतर प्रधानमंत्री द्वारा श्रीरामंकर
ଅବଧିକୁ ଆମେ ଏକ ରାମ ରାଜ୍ୟର ବୋଲି ସମସ୍ତେ କୁହନ୍ତି। ରାମ ରାଜ୍ୟ ଅର୍ଥାତ୍ ସେହି ଆଧ୍ୟାତ୍ମିକ ବା ଏଭଳି ଏକ ରାଜ୍ୟର ପରିକଳ୍ପନା ଯାହା ଶ୍ରୀରାମଙ୍କର ସମୟରେ ଅଯୋଧ୍ୟାରେ ଭୂମିରେ ସମ୍ଭବ ହୋଇପାରିଥିଲା। ଆମେ ଆଉ ଟିକେ ଊର୍ଦ୍ଧ୍ୱକୁ ଯାଇ ଭାରତରେ ସେହି ରାମ ରାଜ୍ୟ ଭଳି ଏକ ଦିବ୍ୟ ରାଜ୍ୟ, ଏକ ଭୂମିର ଆମେ ପରିକଳ୍ପନା କରୁଛନ୍ତି। ଶ୍ରୀରାମଙ୍କର ସମ୍ଭାବନା ଏବଂ ଆଶାର ପ୍ରତିଶ୍ରୁତିକୁ ନେଇ ଅନ୍ତତଃ ଆଜି ସେ ଅବତାର ପୁରୁଷ, ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଚରଣରେ ଏତିକି ପ୍ରାର୍ଥନା କରିପାରିବା, ତାଙ୍କର ସେ ରାମ ରାଜ୍ୟ ପୁଣି ଭାରତ ବର୍ଷକୁ ପୁଣି ଫେରି ଆସୁ। ଆମେ ଆମ ଜୀବନର ଯାତ୍ରା ପଥକୁ ସେଇ ଊର୍ଦ୍ଧ୍ୱତମ ଶିଖରକୁ ଉଠାଇ ନେବା ପାଇଁ ତ ଆମେ ଉଦ୍ୟମ କରୁଛନ୍ତି, ବିଚାର କରୁଛନ୍ତି ଏବଂ ଏହି ପାଠଚକ୍ରରେ ସମ୍ମାନୀୟ ଭବେଶ ଭାଇଙ୍କ ମାଧ୍ୟମରେ ତାର ଆଲୋଚନା କରୁଛନ୍ତି, ଶୁଣୁଛନ୍ତି। ହୁଏତ ନିଜକୁ ସେହି ଦିଗରେ ପ୍ରସ୍ତୁତ କରିବା ପାଇଁ ଆମେ ସକ୍ଷମ ହୋଇପାରିବା। ଆମେ ଦୀର୍ଘ କେତୋଟି ଅଧ୍ୟାୟ ହେଲା ଆମେ ଯେଉଁ ଆଲୋଚନା କରୁଛନ୍ତି ଓପନିଂନେସ୍ ଏବଂ ରିସେପ୍ଟିଭିଟି ବିଷୟରେ, ଏ ଦୁଇଟି ବିଷୟ ଆମର ଉନ୍ମୁଖତା ଏବଂ ଆମର ଗ୍ରହଣଶୀଳତା ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ। ପରୋକ୍ଷରେ କହିବାକୁ ଗଲେ ଆମର ଆସ୍ପୃହା ଏବଂ ଅନ୍ୟ ଆମର ସମର୍ପଣ, ଏ ଦୁଇଟି ପରସ୍ପର ଭିତରେ ନିର୍ଭରଶୀଳ କିପରି ଏବଂ ଉଭୟ ପାଇଁ ଯେଉଁ ଚେତାବନୀ, ଯେଉଁ ସତର୍କବାଣୀ ଭବେଶ ଭାଇ କେତୋଟି ଅଧ୍ୟାୟ ହେଲା ଆମକୁ ତାଙ୍କ ଆଲୋଚନା ମାଧ୍ୟମରେ ଶୁଣେଇ ଆସୁଛନ୍ତି। ମାଙ୍କର ରଚନାବଳୀକୁ ଆଜି ସେ କାର୍ଯ୍ୟଟି ପୁଣି ଆମେ ଆଗକୁ ନେବା ତାଙ୍କ ଆଲୋଚନାରୁ। ତେଣୁ ଆଉ ପ୍ରଲମ୍ବିତ ନ କରି ଏବେ ଭବେଶ ଭାଇଙ୍କୁ ଅନୁରୋଧ କରୁଛି ଆଲୋଚନା ଆରମ୍ଭ କରିବା ପାଇଁ। ଭବେଶ ଭାଇ। କରୁଣାମୟୀ ମା, ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ଆଜିର ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଥିବା ସମସ୍ତ ମାତୃ ସନ୍ତାନ ମାନଙ୍କ ପାଇଁ ହୃଦୟରୁ ସ୍ୱାଗତ ଏବଂ ସମ୍ବର୍ଦ୍ଧନା। ଆଜିର କାର୍ଯ୍ୟକ୍ରମର ମୁଖ୍ୟ ସଞ୍ଚାଳକ ଆମ ସମସ୍ତଙ୍କର ସମ୍ମାନର ଋଷିକେଶ ଭାଇ ଏବଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ମାତୃ ସନ୍ତାନ ମାନଙ୍କ ହୃଦୟରୁ ଶ୍ରଦ୍ଧା ଓ ସମ୍ମାନ ବ୍ୟକ୍ତ କରୁଛୁ ଏବଂ ଆମେ ଆଲୋଚନାକୁ ବର୍ତ୍ତମାନ ପ୍ରବେଶ କରୁଛନ୍ତି। ଆଲୋଚନା ଥିଲା ସେଲ୍ଫ ସରେଣ୍ଡର ଟୁ ଦ ଡିଭାଇନ୍। ସେହି ସମ୍ପର୍କରେ ଆମେ ଦେଖିଲୁ ଆମ ଜୀବନରେ ଯୋଉ ଟର୍ମୋଇଲ ସବୁ ରହିଛି ବା ଯୋଉ ଉତ୍ଥାନ ପତନ ସବୁ ରହିଛି ଆମ ପାର୍ଥିବ ଜୀବନରେ ଆମେ ସବୁଆଡେ ପରୀକ୍ଷା ନିରୀକ୍ଷା କଲୁ, ଯୋଗ ଯଜ୍ଞ ବି କଲୁ, ଜ୍ୟୋତିଷ ପାଖକୁ ଗଲୁ, ବ୍ରାହ୍ମଣ ପୁରୋହିତ ଗୋସାଇଁ ଧର୍ମ ଦେବତା ମନ୍ତ୍ର ତନ୍ତ୍ର ସବୁ ସରିଲା। ସବୁ ଦିଗକୁ ଆମେ ଦେଖିଲୁ, ପଇସା ପତ୍ର ଦିଗକୁ ଦେଖିଲୁ ଯେ ଆମ ଜୀବନ ଅସମ୍ଭବ ଭାବରେ ବିପଦପୂର୍ଣ୍ଣ। କୋଉ ବାଟରେ ଡିଜାଷ୍ଟର୍ସ ଦୁର୍ବିପାକ ଗୁଡିକ ଆମ ଜୀବନରେ ରହିଛି। ତେଣୁ ଯୋଉ ସମ୍ଭାବ୍ୟ ବିପଦ ସବୁ ରହିଛି perils and disasters
ତା ବିରୁଦ୍ଧରେ ଆମେ ଗୋଟେ ସିଓର ଇନ୍ସୁରାନ୍ସ ଚାହୁଁଛୁ ଯେ ଆମେ ଅସୁବିଧାରେ ପଡିଗଲେ ଆମକୁ ସାହାଯ୍ୟ ମିଳିବ। ଇନ୍ସୁରାନ୍ସ ତ ସେଇଟା। କିନ୍ତୁ ଆମେ ବହୁ ପଥ ବହୁ ଆଶା ନିରାଶାର ପଥ ଚାଲିକି ଦେଖୁଛୁ ଦେयर ଇଜ ନନ୍। କେହି ବି ଆପଣଙ୍କୁ ଗୋଟେ ସିଓର ଇନ୍ସୁରାନ୍ସ ଦେଇପାରିବେନି। ପୁଅ ଝିଅ ନାତି ସରକାର ମନ୍ତ୍ରୀ କେହି ଦେଇପାରିବେନି। ସିଓର ଇନ୍ସୁରାନ୍ସ କେବଳ ଜଣକ ପାଖରେ ଅଛି। ଦେୟାର କ୍ୟାନ୍ ବି ନନ୍ ଏକ୍ସେପ୍ଟ ଦି ଡିଭାଇନ୍। ଭଗବାନଙ୍କ ଛଡା ଆଉ କେହି ସେ ଇନ୍ସୁରାନ୍ସ ଆପଣଙ୍କୁ ଦେଇପାରିବେନି। କେବଳ ଭଗବାନ ହିଁ ଏକମାତ୍ର who alone can fulfill all the needs of the man। ମଣିଷର ଯେତେ ସବୁ ଦରକାରୀ ଅଛି ସବୁ କଥାର ପରିପୂରଣ କେବଳ ଭଗବାନ ହିଁ କରିପାରିବେ। if the latter takes refuge in him। ଯଦି ମଣିଷଟି ଭଗବାନଙ୍କ ପାଖରେ ଆତ୍ମସମର୍ପଣ କରେ, ତାଙ୍କ ଭିତରେ ଆଶ୍ରୟ ନିଏ, କିଭଳି now with the simple and candid abandon of a child without any reservation। ଗୋଟେ ନିଷ୍କପଟ ସରଳ ପିଲା ଯେମିତି କୌଣସି ସର୍ତ୍ତ ନ ରଖି ସମର୍ପଣ କରେ, ଆମେ ଯଦି ସେମିତି ସମର୍ପଣ କରିପାରିବା ତାହେଲେ ଏଇ ବିପଦ ଆଉ ଦୁର୍ବିପାକ ଯୋଉ ଭୟଙ୍କର ଅବସ୍ଥା ରହିଛି ତା ବିରୁଦ୍ଧରେ ବା ତା ସେଥିରେ ସାହାଯ୍ୟ ପାଇବା ପାଇଁ ଆମେ ପ୍ରଭୁଙ୍କ ଭଳି ଜଣେ ବିପଦ ବନ୍ଧୁ ପାଇବା, ପ୍ରଭୁଙ୍କ ଭଳି ଜଣେ ପତିତ ତାରକ ପାଇବା ଯିଏ ଆମକୁ ପତିତ ଉଦ୍ଧାରକ ଭାବରେ କାମ କରିବେ। ଆମ ଜୀବନରେ ଯେଉଁ ଅସ୍ତିତ୍ୱ ରହିଛି ସେ ତ ବହୁ ଭାବରେ ଦୁଃଖିତ, ବହୁତ ଭାବରେ କ୍ଳାନ୍ତ, କାରଣ ସେଥିରେ ଭରି ରହିଛି worries and anxieties। ଅନେକ ଦୁଃଖ ଯାତନା ଭରି ରହିଛି। ତେଣୁ ଆମେ ଆଉ ଗୋଟେ ଜୀବନ ଦେଖୁଛୁ ଯୋଉ ଜୀବନରେ ସମର୍ପିତ ଜୀବନଟିଏ, ଯେ ଭଗବାନଙ୍କ ହାତରେ ନିଜର ଭାଗ୍ୟଟିକୁ ଛାଡି ଦେଇଛି ଏବଂ ସେମିତି ଦେଖିଲେ ସେ ବହୁତ ଖୁସି ବି ଅଛି। ଆଉ ଏମିତି ଦେଖିଲେ ତା ଜୀବନରେ ଆମ ମାନଙ୍କ ଭଳି କିଛି ବେଶୀ କିଛି ଜଞ୍ଜାଳ ନାହିଁ। ଆପଣମାନେ ଜାଣିଛନ୍ତି ଧମ୍ମପଦ ନାମକ ଗୋଟେ ଲେଖା ମାଙ୍କର ରହିଛି। ସେଥିରେ ସେ ଜୀବନ ବିଷୟରେ ବହୁ କଥା ଉଲ୍ଲେଖ କରିଛନ୍ତି। ଆମେ ଦେଖୁଛୁ ଭଲ୍ୟୁମ 3 ଯୋଉଟା ମାଙ୍କର କମ୍ପ୍ଲିଟ ୱାର୍କସରେ ଧମ୍ମପଦର ଲେଖା ଗୁଡିକ ରହିଛି, ତା ଭିତରୁ ଆମେ ଗୋଟେ ଲେଖାକୁ ସଂଗ୍ରହ କରୁଛୁ। କଥାଟି ଏ ପ୍ରକାର, there is a certain state of consciousness। ଗୋଟେ ନିର୍ଦ୍ଦିଷ୍ଟ ପ୍ରକାରର ଚେତନାର ସ୍ତର ରହିଛି। ଏହି ଚେତନାର ସ୍ତରଟିକୁ ହାସଲ କରିବାକୁ ହେଲେ ଆମେ ତାକୁ ଆକ୍ୱାର କରିପାରିବା କିଭଳି ନା by aspiration and persistent in our effort। ଆସ୍ପୃହା ଦ୍ୱାରା ତାକୁ ହାସଲ କରିପାରିବା ବା ନିରନ୍ତର ଆନ୍ତରିକ ଉଦ୍ୟମ ଗୁଡିକ ଦ୍ୱାରା କରିପାରିବା। এই state of consciousness ଟା ସେଇ ଚେତନାରେ ଯେତେବେଳେ ଆମେ ରହିଥିବା ସେତେବେଳେ in which joy is unmixed
ଆନନ୍ଦଟି ଅବିମିଶ୍ର ହେଇକି ରହିଥିବ। and light shadowless, ଜ୍ୟୋତିଟି କୌଣସି ଛାଇ ନଥିବ ସେଥିରେ। ତାମାନେ ଏପରି ଗୋଟେ ଜ୍ଞାନ ଯୋଉଥିରେ କିଛି ସନ୍ଦେହ ନାହିଁ, ପୂର୍ଣ୍ଣ ବିଶ୍ୱାସ ରହିଛି। where all possibility of fear disappears, କୌଣସି ପ୍ରକାର ଭୟ ସେଠି ରହିପାରିବନି। ଭୟ ଥିଲେ ତ ଯନ୍ତ୍ରଣା ଅଛି, ସଂକୋଚନ ଅଛି। ଭୟ ଯଦି ନଥାନ୍ତା ଆମେ ଗୋଟେ ପ୍ରସାରିତ ମଣିଷଟେ ହେଇଥାନ୍ତେ, କିନ୍ତୁ ଯେହେତୁ ଭୟ ରହିଛି, ଆମ ଜ୍ଞାନ ସାଡୋଫୁଲ ପ୍ରବଳ ଭାବରେ ଛାଇ ରହିଛି, ସନ୍ଦେହ ରହିଛି, ଦ୍ୱନ୍ଦ୍ୱ ରହିଛି, ଏବଂ ଆମ ଆନନ୍ଦଟି ମଧ୍ୟ ଅବିମିଶ୍ର ନୁହେଁ। ତେଣୁ ଆମେ କଣ କରୁଛୁ ନା ସେଇଠି ନିଜ ପାଇଁ ଜୀବନଟେ ବଞ୍ଚି ପାରୁନୁ। ଆମେ ଯାହା ବି କରୁ, ଯାହା ବି ଅନୁଭବ କରୁ, ଯାହା ବି ଆମ ଜୀବନର ଗତିବିଧି ହେଇଥାଏ, ଯଦି ଆମେ ତାକୁ ପରମ ଭଗବାନଙ୍କ ନିକଟରେ ସମର୍ପଣ କରୁଛୁ ଏବଂ ସେଥିରେ ଆମର ଗୋଟେ ଟ୍ରଷ୍ଟ ରହିଛି, absolute trust, absolute trust, freeing oneself of all responsibility for oneself, ସେଇଠି ନିଜ ଉପରେ ନିଜର ଦାୟିତ୍ୱଟି ଆପଣ ରଖୁନାହାନ୍ତି। କଣ ଖାଇବେ, କୋଉଠିକି ଯିବେ, କେମିତି ଶୋଇବେ, କେମିତି ବଞ୍ଚିବେ, କେମିତି ନିଜର ଯତ୍ନ ନେବେ, ସେଇ ଚିନ୍ତା ଗୁଡିକ ଆପଣଙ୍କର ନାହିଁ। ସେମିତି ଚିନ୍ତା ଗୁଡିକ ଅବଶ୍ୟ ଚାଲିଯାଏ। କେମିତି ଚାଲିଯିବ ନା ହ୍ୟାଣ୍ଡିଂ ଓଭର ଟୁ ହିମ୍ ଅଲ୍ ଦିସ୍ ବର୍ଡନ, ଭଗବାନଙ୍କୁ ସବୁ ଦାୟିତ୍ୱ ଦେଇଦବ ନିଜର। ଏଗୁଡିକ ବଡ ହଇରାଣ କଥା ସାଧାରଣ ମଣିଷ ପାଇଁ, କାରଣ ସେ ସେଭଳି ଗୋଟିଏ ସମର୍ପଣରେ ଅଭ୍ୟସ୍ତ ନୁହେଁ। ସେ ଜୀବନ ତମାମ ନିଜ ପାଇଁ ନିଜେ ଚିନ୍ତା କରିଛି। ନିଜ ପାଇଁ ନିଜେ ଚିନ୍ତା କରିବା ଆଉ ନିଜ ପାଇଁ ଅନ୍ୟମାନେ ଚିନ୍ତା କରିବା, ଭାଇ ବନ୍ଧୁ ସାଙ୍ଗସାଥି, ସେଇଟା ବିଶ୍ୱାସ କରିଅଛି। କିନ୍ତୁ ଭଗବାନଙ୍କ ହାତରେ ନିଜକୁ ଛାଡ଼ିଦବା, ଭଗବାନ କୋଉଠି ତ ଦେଖା ହଉନାହାନ୍ତି। ସେ ପୁରୀରେ ଅଛନ୍ତି କି ଅଯୋଧ୍ୟାରେ ଅଛନ୍ତି ମୁଁ କହିପାରିବିନି। ଯିଏ ଯେମିତି ବିଶ୍ୱାସ କରୁଛି ସେମିତି ସେ କହିପାରିବ। ସେ ହରିଦ୍ୱାରରେ ରୁହନ୍ତି କି ଚୀନରେ ରୁହନ୍ତି କି କ୍ଷୀରସାଗରରେ ରୁହନ୍ତି କି ସ୍ୱର୍ଗରେ ରୁହନ୍ତି, ତ କିଏ ଭଗବାନଙ୍କୁ ଦେଖିଛି ଯେ ମୁଁ ହ୍ୟାଣ୍ଡ ଓଭର କରିଦେବି ମୋ ଜୀବନଟା ତାଙ୍କୁ? हे प्रभु तम मो जीवन तमर, handing over to him, capital H अच्छी भगवान को, all this burden which is no longer a burden। मु जदि गोटे बोझ ताले ये बोझटी को भगवान बोहिबे और मु हालुका हिजबे, लाइट हिजबे, I will get light, light है सेटा knowledge। भगवान को निज दायित्व दे दवा, किंतु भगवान को दायित्वटा दे हुए नहीं। एक रे आमे भगवान को चिन्हु नांती, दुई रे तांको देखि नांती, कोड तांको घर जानि नांती, आउ मूल कथा किपरि तांको दबाको पड़े आमे जानि नांती। से मिमिर साहित्य शिक्षा बामाचरण मित्रंकर गोटे बही माने गोटे कल्प पढ़ाउतला छोट दिने, से भगवान गोटे मियाँ शेषे बड़ बापा कहले तांको पाद तले हृदय केमिति ढालिया पड़े मु जानिनी। मिमी पचारुछि तांकर तो पाद नाही, कोठी हृदयटा को रखिबी? बड़ बापा कहले सेटा भी मु बुझिनी रे बा, समस्ते कहउछन्ति भगवान को समर्पण कर दियो। कोठी किए भगवान अछन्ति जे मु ताको समर्पण कर देबी? कोठी अछन्ति?
तापरे सेई धम्मपद पृष्ठा 356 रे माँ गोटे कथा को जोड़ुछंती It is an inexpressible joy not to have any responsibility for oneself. जो माने निजे निजर दायित्वटाको हस्तांतर करि दियंती तांकर निजर दायित्व से निजे नियंती नहीं सेटा से माने गोटे इनएक्सप्रेसिबल जॉय पाती जो आनंदटी को प्रकाशित करि हो नहीं तो ये हेलानी आ गोटे कथा हेले आमे तो घरे जो रहिचंती हमर ज्ञाति कुटुंब सहित हमर बंधु परिजन सहित सेठी तो आमे दायित्व नउछु बापा पुअर दायित्व नउछि पुओ बापार दायित्व नउछि भाई भाईर दायित्व नउछि भाई भौणीर दायित्व नउछि स्वामी स्त्रीर दायित्व नउछि स्त्री स्वामीर दायित्व नउछि तो आमे तो परस्पर दायित्व नउछु तर भगवान आम दायित्व केमिति नै हम भगवान हम कहिबे हाटକୁ जिबे परिया किनिया आलू किनिया बायण किनिया It is an inexpressible joy not to have any responsibility for oneself. एटा अति बाबा जिया कथाडा भारी आपण को भारी अजब भी लागुतो केमती कोन हबो आनंदर पथ होची दायित्व अन्य को देई दवा पुनी अन्य को दबा केमती से जणे अधे लोक देइचंती से सुदामा देइचंती से हरिण देइतिला से द्रौपदी देइतिले से निजे श्रीअरविंद देइतिले सेगुड़ा सब बुझा तो पड़ुनि सेमान सेना आध्यात्मिक विभूति थिले तांकर मांकर करुणा थिला तांकर कथा भगवान चटके सुनि देले आमे जो असुविधा रछु भगवान कहला तो किसी सुनन ओ भरोसा रे जीवन टे भगवान दे दो आ खुशी ही जा खुशी आनंद पायो तले तेणु आमे गोटे केबे स्थिति आसीबो कि जे आमे निज विषय के चिंता करिवानी नो लॉन्गर टू थिंक अबाउट आवरसेल्फ निज विषय चिंता करिवा नाही कोठी जीवी कोठी आसीबी के कोन कहइबो के कोठी रखिबो के खाइबो दबो के न दबो के पचारिबो के न पचारिबो से किछि भरोसा छाडी दंतु किछि चिंता करतो किछि चिंता करतनी किंतु सेही स्थितिरा केते ओळाओ It is so dull and monotonous and insipid to be thinking of oneself. आमे जुग जुग धरी निज विषय चिंता करिछु एते चिंता करिछु जे आमको लोक स्वार्थपर रखंतु एते चिंता करिछु जे लोके आमको संकीर्ण क्षुद्र कहउछंतु एते चिंता करिछु जे लोक माने एते सहज रे ग्रहण करंतिनी समस्त कहंती एवडा सो सेल्फ सेंटर्ड खाली निज कथा चिंता करछंतु यूनिवर्सली केबे हमें चिंता करिना डिवाइन कॉन्शियसनेस रे हमें कौन सी कथा चिंता करिना मूल कथाटी आम दायित्वटी भगवान का हाथ रे न्यस्त करिना किंतु जगत रे कोटी मनुष्य थिले जो माने निजको समर्पण करिथिले निज दायित्व निजे बुझी नथिले हेले हजार हजार वर्ष धरी आमे जो निजे निजर दायित्व नैचु तातरा बड़ डल निष्प्रभ लागिछि मोनोटोनस गोटे एक घिया एक प्रकारर सेही थोड़ बड़ी खड़ा पाठ पढ़ चाकरी कर पैसा आण निज दायित्व नियो घर परिवार कर पुओ मानक दायित्व नियो नाती मानकर दायित्व नियो बुढ़ा हो मर केमिति दायित्व नबानी जे मो संसार टा किए संभाळिबो एते जो लीला खेला मु करिछि मु तार सष्टा ताले मते किए सब ताक संभाळिबो ये मते सब समय रे सटे की खाउछि तो एटा बहुत बड़े डल कथाटे मोनोटोनस insipid माने टेस्टलेस सेरे किछ
टेस्ट बाहर किसी रस ना ठीक केवल निज कथा चिंता करो केते चिंता करो थकी जाओ तो आम कौन चिंता करूँ टू बी वरिंग अबाउट व्हाट टू डू खाली चिंता करू कौन कर किए कहते देख नो वर्ड्स ओनली एक्ट चिंता कर ना कौन सी वाक्य व्यय कर ना काम कर सेटा भी आम विश्वास कर काम न कले तो किसी हेनी किंतु पुणी आम कामटा क्या कर निज काम कर तो आम थकी सारू किसी होनी भी बेसी प्रगति सब बड़े गोटे जिनस आमको चिंतार पकाउछि असुविधार पकाउछि ताहला व्हाट टू डू एंड व्हाट नॉट टू डू आको आम भाषा कहते किंग कर्तव्य विमूढ़ता दरिद्र पंचाक्षर मंत्र बोली मो सांग मैंने कहते कौन करी कौन करी काम कहीं काम कौन कौन करी मोर अभाव अच्छी कौन करी मत अशांति लगुच कौन करी मो देह खराब अच्छी कौन करी मैंने दरिद्र लोक जार सब अभाव असुविधा गुड़िक रही सी सब से दरिद्र पंचाक्षर कहता है व्हाट टू डू कौन करी व्हाट विल बी गुड फॉर मी मु जानी ना कोटा मो पई शुभ एंड व्हाट विल बी बैड फॉर मी फॉर यू कोटा मो पई खराब ता भी मु जानी ना भल मंद न जाने अच्छा आउट कौन व्हाट टू सन एंड व्हाट टू परस्यू कोटा को परित्याग करी कोटा को अनुसरण करी क्या पचरे जीवी क्या को परित्याग करी से व्यक्ति हो घटना हो परिस्थिति हो ये हूँ आम चिंता साधारण मनुष्य सबुदिन ये विषय निर्णय नाक पड़ू जीवी न जीवी भेटी न भेटी कहि न कहि सब समय आम प्रभावित होचु हाँ ना भितर दिग ना से दिग इटा ना सेटा ओ हाउ वेरी सेम इट इज मां कहते ओ एते क्रांतिकर एटा केते भाविबी कौन करी कुआडे जीवी केवड़ा भल कोटा मंद कोटा करणीय कोटा कर्तव्य but when one live like this quite often like a flower blossoming in the sun before the supreme consciousness जदि जणे सरेंडर कर देथिवो जेमिति फूल माने करिसंती तांको पई उन्मुख होई कि बंचुसंती देवतांको आडे को से अनै रहिसंती निजे को निवेदित करसंती गच्छ उपरे जो माने एई सूर्य किरण रे एडे सुंदर भाव रे प्रस्फुटित होई जाइसंती एवं दिव्य चेतना आडको निजको उन्मुख करि दैसंती खाली सुप्रीम कॉन्शियसनेस नुहे दि सुप्रीम विजडम परम प्रज्ञा दि सुप्रीम लाइट परम ज्योति दि सुप्रीम लव परम प्रेम व्हिच नोज ऑल से सब अंतर्जामी से सब जानिछंती व्हिच कैन डू ऑल जे सब किछि रो कर्ता सब किछि से कर दे परिबे सब किछि which takes charge of you जे आमर दायित्व नहीं जबे से परम प्रेम परम ज्योति परम प्रज्ञा एवं समस्ते आमर दायित्व नेबे which takes charge of you and you have no more worries तापरे आमर चिंता कर जेतो भगवान मोर परिचालक मते भगवान नहीं जाइछंती भगवान को घरे मु अछि तांको मु हृदय धारण करछि से मते धारण करछंती से जानिछंती हाईएस्ट गुड इज फॉर मी ताले सेही कथाटी को
अलगा बाटरे माँ कहउछंती which knows all, which can do all, जे you have no more worry, sorry eta ame padle, you have no more worries, that is the ideal condition. आमर कौन से चिंता नहीं आ एभली गोटे अवस्था होची गोटे साधारण व्यक्ति पाई मध्य साधनारे सहयोग करे. भगवान को ऊपर निर्भर करवाटाको अन्य ऊपर निर्भर करिया कुआ जाए ना. छाड़ू सेटा न करिया पर्यंत आमे बुझी परिबानी कोन आनंद हुए, केमती जीवन टी सहज हुए, पेरिल्स रो मुक्त हो जाए, डिजास्टर्स रो मुक्त हुए, केमती आमे एटे इंश्योरेंस करि पारंती निजर पोशाक द्वारा, निजर समर्पण द्वारा. जेतेबेले आमे एई जो हम सामाजिक पोशाकटी जो दायित्वटी को निर्वाह करूछु ताको जदि सतरे आमे खोली देई पारू, यदि भगवान हाथ में निजक समर्पण करूँ ताहले ये कथा गुड़िक संभव. तापरे आमे आलोचना को और आगु को नहीं परिवा. हाँ एटा होची गोटे आदर्श स्थानीय संपर्क वा शर्त. This condition cannot be so easily attained. जदि भी मु भगवान को समर्पण करि दिए मोर आदो ओरी रहिबो नै, केवल लुमिनस पीस रहिबो, एटा भी मु आशा करिवाटा प्रथम अवस्था रे मते असुविधा हिजबो. काहे कि ना सेठी बहुत प्रकार रेजिस्टेंस रहिछि आ बहुत बड़ ऑब्स्ट्रक्शन अछि. से प्रतिबंधक प्रतिबंधन एवं बाधा एटा अन्य कोठो आसुनी, सेटा रहउछि साधकर चेतना भितर. Obstruction in the sadhak's habitual consciousness and nature. तार स्वभाव रे which militates against the achievement. ये जो प्राप्ति ता विरुद्ध रे से सब बेले मिलिटेट करे, युद्ध करे. आउ भगवान निश्चित रूप से आम व्यक्ति जीवन दायित्वटी नहीं जाई पारिबे. तेणु the divine can surely take full of an individual's life in its aspects. भगवान आमर दायित्व नहीं जाई पारिबे. कौन भगवान को असुविधा अछि? भगवान कोटा असुविधा अच्छी जे आम दायित्व नहीं कहार दायित्व से न नौचंती. पृथ्वी रे कौन आमे सिना चाकरी करछे, चाष करछे, रोजगार करछे, किंतु तांकर कौन रोजगार अछि? चढ़ई मानकर, कुकुर मानकर, बिले मानकर, सिंह मानकर, भालू मानकर कौन रोजगार अछि? तेणु सेमानक दायित्व भगवान नहीं चाहना नहीं ना. तेणु आमर हेबिचुअल कॉन्शियसनेस, आमर जो अभ्यासगत संस्कारगत चेतना और आमर स्वभाव ये ही युद्ध घोषणा करे. भगवान किंतु निश्चित थांती व्यक्ति जीवन रो समस्त व्यक्ति जीवन रो समस्त दायित्व नबा पाई सबु विभाग रे एवं व्यक्ति को पूर्ण से मुक्त करिया चाहउछंती, रिलीविंग हिम एंटायरली ऑफ ऑल द बर्डन. तेणु किभली भाव रे खाली भगवान आमर दायित्व नेबे और आमको समस्त बोझर मुक्त करदेबे, किंतु सेटा तार गोटे कंडीशन अछि. बट ओनली ऑन वन कंडीशन. एपरि गोटे कंडीशन अछि, भगवान आमर दायित्व नेबे.
कौन सी condition? That condition is that the sadhaka on his part should completely, and the relevant question is, sorry, that condition is that the sadhaka on his part should completely and unreservedly resign himself to the sole guidance of the divine. Unreservedly माने कौन सी रिजर्व न रखी, कौन सी प्रकार सत्त न रखी, जदि जने व्यक्ति भगवान को तार सोल गाइडेंस तांकर एकमात्र गाइड भाव रे व्यवहार करे ताहले that condition is the sadhaka on his part should completely and unreservedly resign himself to the sole guidance of the divine. भगवानଙ୍କର ପୂର୍ଣ୍ଣ ଅଧୀନତା ବା ତାଙ୍କର ପୂର୍ଣ୍ଣ ମାର୍ଗଦର୍ଶନ ଭିତରକୁ ଯିବା, but the relevant question is there any sign by which one can know that one is really done so? ଯେମିତି ଆମର ଇଲେକ୍ଟ୍ରି ଆପଣ ସୁଇଚ୍ ମାରିଲେ ଗୋଟେ ଇଣ୍ଡିକେଟର ବି ଜଳିପାରେ, ଆପଣଙ୍କ ସୁଇଚ୍ ବୋର୍ଡ କୁ କରେଣ୍ଟ ଆସୁଛି ସେଟା ଆପଣ ଗୋଟେ ଇଣ୍ଡିକେଟର ଲଗେଇ ଜାଣିବେ ଯେ ହଁ କରେଣ୍ଟ ଆସୁଛି। ସେଇଭଳି ଆମର କଣ କୋଉ ଇଣ୍ଡିକେଟର ଅଛି, କଣ ସାଇନ୍ ଦେଖେଇବ ଯେ ଆମେ ସମର୍ପିତ ହେଇଗଲେ ଭଗବାନ ଏବେ ଆମର ଦାୟିତ୍ୱ ନେବେ। ଗୋଟେ ପିଁ 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 ଶବ୍ଦ ହୁଅନ୍ତା, ହଁ ଏବେ ଡନ୍, ତମର କାମ ହେଇଗଲା, ଭଗବାନଙ୍କ ସହିତ ତମର ଲଗ୍ଇନ୍ ହେଇଗଲା, ମାନେ ଭଗବାନଙ୍କର ଦରବାରରେ ଆମେ ନିଜକୁ ରେଜିଷ୍ଟର କରିଦେଲେ ଏବେ ଆମକୁ ଭଗବାନ ଦାୟିତ୍ୱ ନେବେ। ସରକାର ଯେମିତି ଲୋକଙ୍କୁ 5 କେଜି ଚାଉଳ ଦେଇ ଦେଉଛନ୍ତି, ହୁଏତ ଭଗବାନ ଆମର ସମସ୍ତ ଦାୟିତ୍ୱ ଗୁଡା ପୂରଣ କରିବେ। ସେମିତି ଗୋଟେ କିଛି ଲକିଂ ବ୍ୟବସ୍ଥା ନାହିଁ, କିଛି ଗୋଟେ ସାଇନ୍ ନାହିଁ। ଲକିଲି for the novices like us, novices ମାନେ କଣ, ନୂଆ ଗୁଡା, ସେ ନୂଆ କରି ଆରମ୍ଭ କରିବ। Luckily for the novices like us, Sri Aurobindo has given a detailed description of the inner mood of a really self-resigned surrendered sadhaka. ଆମେ ସବୁ ନୂଆ ଘୋଡ଼ା, ନୋଭିସ୍, ନୂଆ ଘୋଡ଼ା ମାନେ ନୂଆ କହିଲେ ଶିକ୍ଷା ନବିଶ, ନୂଆ କରି ଯୋଉମାନେ ଶିକ୍ଷା ଗ୍ରହଣ କରିଥାନ୍ତି, ନୂଆ କରି ଯୋଉମାନେ ଟ୍ରେନିଂ ପାଇଥାନ୍ତି। ତେଣୁ ସେଇ ନୂଆ କରି ଟ୍ରେନିଂ ପାଇଥିବା ଲୋକମାନଙ୍କ ସମ୍ପର୍କରେ ସୌଭାଗ୍ୟକ୍ରମେ ତାଙ୍କର ଇନର ମୁଡର ଗୋଟେ ଡେସ୍କ୍ରିପସନ ଯୋଉମାନେ ସେଲ୍ଫ ରିଜାଇନ୍ ସରେଣ୍ଡର କରିଛନ୍ତି ତାଙ୍କ ବିଷୟରେ ଶ୍ରୀ ଅରବିନ୍ଦ ଲେଖୁଛନ୍ତି। କଣ ଲେଖୁଛନ୍ତି? I want to be divine, the divine, nothing else. ମୁଁ କେବଳ ଭଗବାନଙ୍କୁ ଚାହେଁ, ଆଉ କିଛି ଚାହେଁ। ମୁଁ ଜାଣିନି କେବେ ସେ ସମୟ ଆସିବ, ମୁଁ ଭଗବାନଙ୍କୁ ଚାହେଁ ଆଉ କିଛି ଚାହେଁ ନାହିଁ। କିନ୍ତୁ ଆମେ କଣ କରୁଛୁ, ଅନ୍ୟ ସବୁ କିଛି ଗୁଡିକ ପାଇବା ପାଇଁ ଭଗବାନଙ୍କୁ ଡାକୁଛୁ। ତ ଭଗବାନ କଣ ପାଇଁ ଦରକାର ନା, ଆମକୁ ଅନ୍ୟ ବହୁତ କଥା ଦରକାର ଅଛି, ଆଉ ସେଟାକୁ ଆମକୁ ଆଣିଦେବେ। ସେ ହେଲେ ଆମ ଜିନି, ସେ ହେଲେ ଆମ ବେତାଳ। ଭଗବାନଙ୍କୁ ବେତାଳ ସଜେଇବାର କାମ ମଣିଷ ଚିରକାଳ କରିଆସେ। ଭଗବାନ ମତେ ଡିଭିଡେଣ୍ଡ ଦେବେ, ସତେ ଯେପରି ସେ ହଉଛନ୍ତି ଗୋଟେ ଇନ୍ସୁରାନ୍ସ କମ୍ପାନୀର ମାଲିକ। ତାହେଲେ ମୁଁ ଭଗବାନଙ୍କୁ ଭିନ୍ନ ଅନ୍ୟ କିଛି ଚାହୁଁ ନାହିଁ। I want to give myself entirely to him. ମୁଁ ଭଗବାନଙ୍କୁ ନିଜକୁ ସମ୍ପୂର୍ଣ୍ଣ ରୂପେ ଦେଇଦେବାକୁ ଚାହୁଁଛି। Since my soul wants that, ମୋର ଆତ୍ମା କେବଳ ତାହା ଚାହୁଁଛି। It cannot be but that I shall meet and realize it. ମୁଁ ଭଗବାନଙ୍କୁ ସାକ୍ଷାତ କରିବି ଓ ଭଗବାନଙ୍କୁ ଉପଲବ୍ଧି କରିବି। I am nothing but that, ତଦ ଭିନ୍ନ ମୁଁ କିଛି ବି ନୁହେଁ। And his action in me to bring me to him. ତେଣୁ
ଏଇଠି ଯୋଉ କଥାଟିକୁ କୁହାଯାଉଛି I want to give myself entirely to him, ମୁଁ ନିଜକୁ ପୂର୍ଣ୍ଣ ରୂପେ ତାଙ୍କୁ ଦେଇଦେବି, since my soul wants that, ମୋ ଆତ୍ମା ତାହା ହିଁ ଚାହୁଁଛି, it cannot be but that I shall meet and realize, କେବଳ ଏତିକି ନୁହେଁ, ମୁଁ ଆଉ ତାଙ୍କୁ ଦେଖା କରିବି ଆଉ ତାଙ୍କୁ ଉପଲବ୍ଧି କରିବି। I ask nothing but that, and his action is in me। ଆମେ ଯଦି ଦେଖିବା I ask nothing, ମୁଁ କିଛି ମାଗୁ ନାହିଁ, but that and his action in me bring me to him। ତ ତାଙ୍କର କର୍ମ ଓ I ask nothing but that and his action in me to bring me to him। ଭଗବାନ ଏପରି କିଛି କ୍ରିୟା କରିବେ ଯିଏ ମୋତେ ତାଙ୍କ ଭିତରକୁ ନେବେ। his action secret or open, ତାଙ୍କର କର୍ମଟି ଗୋପନୀୟ ହେଇଥାଉ କି ମୁକ୍ତ ହେଇଥାଉ, veiled or manifest, ସେଇଟା ପରଦାପୃତ ହେଇଥାଉ বা manifest ହେଇଥାଉ, ଗୋଟେ ପ୍ରକାଶ ଅଭିବ୍ୟକ୍ତି ହେଇଥାଉ। his action secret or open, ତାଙ୍କ କର୍ମଟି ଗୋପ୍ୟ ହେଇଥାଉ କି ମୁକ୍ତ ହେଇଥାଉ। ତାହେଲେ let him do all at his own time and way, I do not insist on my own time and way। ମୁଁ ଚାହିଁବି ଏବେ ଭଗବାନ ମୋର ଦାୟିତ୍ୱ ନେଇଯିବେ ଆଜି right now, ସେମିତି ତ ଗୋଟେ ସମ୍ଭବ କଥା ନୁହେଁ। ମୁଁ କହିବି ଯେ let him do all in his own time and way, ତାଙ୍କ ବାଟରେ ତାଙ୍କ ସମୟରେ ସେ ମୋତେ ଦେଖା ଦିଅନ୍ତୁ ବା ମୋ କାମଟି କରନ୍ତୁ। ତେଣୁ ଆମକୁ ଲାଗୁଛି I shall believe in him, accept this his will, ମୁଁ ତାଙ୍କୁ ବିଶ୍ୱାସ କରିବି, ତାଙ୍କ will କୁ ମାନିବି, ତାଙ୍କ ସଂକଳ୍ପକୁ, ତାଙ୍କ ଇଚ୍ଛାକୁ, aspire steadily for his light, ନିରନ୍ତର ଭାବରେ ଧୈର୍ଯ୍ୟପୂର୍ବକ ତାଙ୍କ ଜ୍ୟୋତିକୁ ଅପେକ୍ଷା କରିବି। I will aspire presence, ତାଙ୍କର ଉପସ୍ଥିତିକୁ ଆଉ ତାଙ୍କ ଆନନ୍ଦକୁ, go through all difficulties and delays, ସବୁ ପ୍ରକାର ପ୍ରତିବନ୍ଧନ ଏବଂ ବିଳମ୍ବ ସେଇ ଭିତରେ ମଧ୍ୟ ଯିବି, relying on him and never giving up, ମୁଁ ତାଙ୍କ ଉପରେ ବିଶ୍ୱାସ ରଖିବି, କେବେ ମୋର ଏ ଚାହିଁବାଟିକୁ ଛାଡ଼ିଦେବି ନାହିଁ। all for him and myself for him, ସବୁ କିଛି ତାଙ୍କର ଏବଂ ମୁଁ ମଧ୍ୟ ତାଙ୍କର, whatever happens, ଯାହା କିଛି ଘଟିବ, I will keep to this aspiration, ମୁଁ ଏଇ ଆସ୍ପୃହାଟି ମୋ ଭିତରେ ଜୀବନ୍ତ ରଖିବି, and self giving and go on perfect reliance that it will be done। ତେଣୁ ଆତ୍ମଦାନର କଥାଟିକୁ ମୁଁ ପାଳି ରଖିଥିବି ଏବଂ go on in perfect reliance that it will be done। ଆମେ ଗୋଟେ ପୂର୍ଣ୍ଣ ଆସ୍ଥାର ସହିତ ଭରସା ରଖିବା ଏ କଥାଟି ସବୁ, ଯାହା ପଢିଲେ ସେଟା letters on ଯୋଗ। ସାଧକର ମନୋଭାବଟି ଏପରି ହେବା ଉଚିତ, has to grow into and maintain it always। ଏହି ମନୋଭାବ ବଢୁ, ଏହି ମନୋଭାବ ନିଜକୁ ସେଇଭଳି ପରିଚାଳିତ କରୁ, ସେଇଭଳି ସଂସ୍ଥାପନ କରୁ, and in all situations of daily life, ଆମ ବ୍ୟକ୍ତି ଜୀବନର ସବୁ ପରିସ୍ଥିତିରେ, and the wonderful result that will follow out of this pure and unreserved attitude of self resignation and surrender,
are many indescribable. Here was the mother, he written the prayers and meditation. ताले किभଳି ଭାବରେ ମା ତାଙ୍କର ଧ୍ୟାନ ପ୍ରାର୍ଥନାରେ ଏ ସବୁ କଥା ଗୁଡ଼ିକ ଲେଖିଛନ୍ତି। ଧ୍ୟାନ ପ୍ରାର୍ଥନା ଯେ ଯୋଉଥିରେ ଲେଖା ଯାଇଛି, last night I had the experience of effectivity of confident surrender to thy guidance. ଗତକାଲି ମୋର ଏକ ଅପୂର୍ବ ଅନୁଭବ ହେଲା। ସେ ଅନୁଭବ କ'ଣ? ମୁଁ ଅତି ପ୍ରଭାବୀ ଢଙ୍ଗରେ ଏବଂ ଅତି ବିଶ୍ୱାସର ସହିତ ନିଜକୁ ଭଗବାନଙ୍କ ନିକଟରେ ଅର୍ପଣ କଲି। When it is needful that something should be known, one knows it. ଜଣେ ଯେତେବେଳେ ଦରକାର ହେଇ ପଡେ ଯେ ଆମେ କିଛି କଥା ଜାଣିବା ଉଚିତ, ଆମକୁ ଭଗବାନ ସେ କଥା ଜଣେଇ ଦିଅନ୍ତି। And the more passive the mind to thy illumination, the clearer and the more adequate is its expression. ताले and the more passive mind, the mind to thy determination, illumination. तांकर एई जो उदाहरण बा दृष्टांत बा तांकर एई जो आलोकीकरण आलोकायन सेगुड़िक प्रति मु जेते पेसिव ही पाइबी, निष्क्रिय होई पड़बी, बेसी मुंडो खेलेबिनी, बेसी माइंड खर्च करिबिनी, तो कथा गुड़िक धीरे धीरे क्लियर रही पड़ो। क्लियरर एंड मोर एडेक्वेट इज इट्स एक्सप्रेशन। तेणु तार जो अभिव्यक्ति हम से शक्तिशाली हम, पर्याप्त। That canst make of me all that I need to be, and in the measure in which my attitude allows thee to act on me and in me. तेणु आमे जो को कथाटी चाहिचु आम निज पई गोटे रूपरेख तो संभव नुहे। तेणु केवल भगवान ऊपर जो माने भरोसा करती सी भगवान तांको ऊपर क्रिया करती, दी टू एक्ट ऑन मी एंड इन मी, मो ऊपर कार्य करती ऑन मी एंड इन मी, मो ऊपर एवं मो भितर। दाई ओमनिपोटेंस हैज नो लिमिट्स। आपण को जो रही सबुठी उपस्थित रही परिवार क्षमता सेटा तो भगवान तार तो सीमा नहीं। टू नो दैट एट ईच इंस्टेंट व्हाट मस्ट बी श्योरली इज परफेक्टली एज पॉसिबल। जदि आम समर्पण से यथार्थ होता है, पूर्ण रूपे आम जहाँ चाहूँ से कथाटे से बाटर घटी पारे। फॉर ऑल दोज हु नो हाउ टू सी दी इन एवरीथिंग एंड एवरीवेयर, किभली भाव मु भगवान को सबु स्थान रे सबु परिस्थिति रे देखि परिबी, अनुभव करि परिबी। नो मोर फियर, मोर भय रहिबो नाही। नो मोर इजी अनइजीनेस, मोर ए जो अस्वस्थता अनइजीनेस, अस्वाच्छंद, अस्वाच्छंद, स्वच्छंद है इजी, स्वच्छंदहीनता जोटी, नो मोर अनइजीनेस, सबु कथा स्वच्छंद लगे। नो मोर एंग्विश, कौन सी क्षोभ रहा, नथिंग बट ए सिम परफेक्ट सेरेनिटी, केवल एक पूर्ण सेरेनिटी,
स्निग्धता एंड एब्सोल्यूट कॉन्फिडेंस, एक पूर्ण परम विश्वास, ए सुप्रीम अनएवरिंग पीस, जो शांति अतूट अतूट शांति। तेणु समर्पण ही जीवन को इजीनेस आनिबो, जीवन को परफेक्ट सेरेनिटी को आनिबो, कॉन्फिडेंस को आनिबो, सुप्रीम पीस भीतर को आनिबो, डिवाइन कॉन्शियसनेस भीतर को आनिबो, डिवाइन लाइट भीतर को आनिबो, डिवाइन सब कथा को ई बाटरे आपनक जीवन रो दायित्व नेबे। किंतु आमे पारिबा न पारिबा एभली एक प्रश्न सहित आज आलोचना को ये समाप्त कर समस्त को अनेक श्रद्धा शुभेच्छा। शुभरात्रि। वंदे मातरम। भवेश भयंकर आलोचना गोटे निर्णायक मोड़े भाई आमको पहुंचे से मूल आमर उन्मिलन एवं आमर ग्रहणशीलतार शेष बिंदु उभय बिंदु मिली गोटे स्थान से हूँ आम समर्पण पाखरे। से समर्पण निर्भर करे आम आस्पृहा उपरे एवं आस्पृहा निर्भर करे आम चेतनार गतिशीलता एवं आम चेतनार निखुणता उपरे, स्वच्छता शुद्धता उपरे। ये तीनोटी को भवेश भाई अति सुंदर भाव रे समन्वित करी आम समर्पण पाखरे आमको पहुंचेइछंती। ये संपर्क रे सुंदर एक कथा अच्छी, मजादार कथा कहूँ। आज जेहेतु श्रीरामंकर प्राण प्रतिष्ठा से उपलक्षे ये आस्पृहा एवं समर्पणर एक निखुण कथाटीए प्रतीकात्मक भाव रे श्रीराम एवं हनुमान संपर्क रे। जेतेबेले श्रीराम 14 वर्ष वनवास परे सीता को उद्धार करी अयोध्या फेरी आसिले एवं अयोध्या सिंहासन रे पुणी आरोहण कले, राम राज्य प्रतिष्ठा घोषणा कले। सेतेबेले श्रीराम को जेभली भाव रे स्वागत संबर्धना करागला एवं श्रीरामंकर समस्त दैनंदिन कार्य जेभली समस्ते करिवे दायित्व बांटी नेले, जेमती प्रभु को आ किसी कष्ट न हुए। माने तांकर सीतांक ठारू लक्ष्मण तांक चारि भाई भरत शत्रुघ्न एवं तांकर राज परिवार रे सेवा थिबा समस्त कर्मचारी समस्ते टिकिनिक श्रीरामंकर बिछाणु उठिबा ठारू पुणी रात्रि शुवा पर्यंत सब काम दायित्व बांटी नेले। प्रभुंकर जेमती अवशिष्ट जीवन बंचिबारे सामान्यतम श्रम बा कष्ट न हुए। किंतु हनुमान भागरे किसी मिललानी। साथी हनुमान आसीथिले, से समस्त को पचारे मु कौन करी। समस्ते चाहेले तुमर ये किसी आ काम ना, तुम एवं कृष्ण फेरी जा तुम राज्य को। हनुमान राजी हेलेनी, कहले ना मु मोर प्रभु जोटी मुझे मु श्रीराम को मो प्रभु को छाड़ी कुआड़े जीविनी, मत किसी काम दि जाऊ। समस्त कहले आम तो काम सब बंटा हो सारी आम समस्त भितर
କିଏ ସକାଳୁ ଉଠିଲେ ତାଙ୍କୁ ପାଣି ଦେବ, କିଏ ଦାନ୍ତ ଘଷିବା ପାଇଁ ପ୍ରସ୍ତୁତ ହେବ, କିଏ ତାଙ୍କର ସ୍ନାନ ପାଇଁ ପାଣି ବ୍ୟବସ୍ଥା କରିଦେବ, ସବୁ କିଛି। ତୁମେ ଏ କାମ କରିପାରିବନି। ସେରା ହନୁମାନ କହିଲେ ଠିକ୍ ଅଛି, ତୁମେ ଯେଉଁ ତାଲିକା କରିଛ କିଏ କେଉଁ କାମ କରିବ ସେ ତାଲିକାଟା ମୋତେ ଦେଲେ ମୁଁ ଦେଖିବି। ତାଲିକାଟି ଦେଲେ, ହନୁମାନ ଦେଖିଲେ ସତକୁ ସତ କିଛି କାମ ଆଉ ଦୈନନ୍ଦିନ ଜୀବନରେ ବାକି ନାହିଁ, ସମସ୍ତେ ବାଣ୍ଟି ନେଇଛନ୍ତି। ଶ୍ରୀରାମଙ୍କ ଏଇ ହନୁମାନ କହିଲେ ଗୋଟିଏ କାମ ଅଛି, ମୁଁ ନେଇପାରିବି ସେ କାମଟା। ସମସ୍ତେ କହିଲେ କି କାମ ବାକି ଅଛି? ଆଉ ନା, ଶ୍ରୀରାମ ଯେତେବେଳେ ମଝିରେ ମଝିରେ ହାଇ ମାରିବେ, ହାଇ ମାରିଲେ ତାଙ୍କ ପାଖରେ କେହି ଜଣେ ଥିବା ଦରକାର। ସେ 3 ଥର ହାତରେ ଫୁଟକି ବା ଛୁଟିକି ମାରିବ, 3ଟା ଛୁଟିକି ମାରିଲେ ସେ ହାଇ ବନ୍ଦ ହେବ, ବନ୍ଦ ହେଇଯିବ। ଏଇଟା ସମସ୍ତେ କରନ୍ତି, ସେଇ କାମଟି ମୋତେ ଦିଆଯାଉ। ସମସ୍ତେ ହସିଲେ, କହିଲେ ଠିକ୍ ଅଛି, ତୁ ତୋର ସେଇ କାମଟି ନେ। ଯେତେବେଳେ ଶ୍ରୀରାମ ହାଇ ମାରିବେ ତୁ ତୋ ପାଖରେ ବସିକି ହାତରେ ଫୁଟିକି ମାରିବୁ। ଗପଟି ଏକ ପ୍ରତୀକାତ୍ମକ ଗପ ହେଲେ ମଧ୍ୟ ତାର ଗୋଟେ ସୁନ୍ଦର ମେସେଜ ଅଛି ସେ ଗପ ପଛରେ। ଏବଂ ହନୁମାନ ସବୁବେଳେ ଶ୍ରୀରାମଙ୍କ ପାଖରେ ଜଗିକି ବସିଲେ। କେବେ କେମିତି ଶ୍ରୀରାମ ଯଦି ହାଇ ମାରୁଥିଲେ ସେ ହାତରେ ଛୁଟିକି ମାରୁଥିଲେ 3 ଥର। ହନୁମାନର ଏଇ କାମ ଥିଲା। କିନ୍ତୁ ଯେତେବେଳେ ରାତି ହେଲା, ଶ୍ରୀରାମ ଶୋଇବାକୁ ଗଲେ ବିଛଣାକୁ, ହନୁମାନ ବି ତାଙ୍କ ସାଙ୍ଗେ ସାଙ୍ଗେ ଚାଲିଲେ। ସୀତା ଏବଂ ଅନ୍ୟମାନେ ଅଟକେଇଲେ, ଏ ଘର ଭିତରୁ କୁଆଡ଼େ ଆସୁଛୁ? ନା, ଶ୍ରୀରାମଙ୍କ ପାଖରେ ବସିବି, ଯେତେବେଳେ ବାଇଚାନ୍ସ ରାତିରେ ତ ବେଶୀ ହାଇ ଆସିବ, ତେଣୁ ମୁଁ ବେଶୀ ସେଇ ସମୟରେ ମୋର ଆବଶ୍ୟକତା ପଡ଼ିବ, ମୁଁ ହାତରେ ଫୁଟିକି ମାରିବି। ସେଇଠୁ ସମସ୍ତେ ବିରକ୍ତ ହେଇକି ହନୁମାନଙ୍କୁ ଘରୁ କାଢ଼ିଦେଲେ, ତାଙ୍କ ବାସଭବନରୁ। ହନୁମାନ କହିଲେ, ମୁଁ କ'ଣ କରିବି ତାହେଲେ? ପ୍ରଭୁଙ୍କର ତ ହାଇ ଆସିବ, କିଏ ଫୁଟକି ମାରିବ? ସେଠୁ ହନୁମାନ ନିଜେ ଚିନ୍ତା କଲେ, ଠିକ୍ ଅଛି, ସେ ଯେଉଁ ବାସଭବନରେ ଶ୍ରୀରାମ ଶୋଉଥିଲେ ତାଙ୍କର ଉପର ଛାତ ଉପରକୁ ଚାଲିଗଲେ। ଚାଲି ଯାଇକି ହନୁମାନ ନିରନ୍ତର କହିଲେ, ମୁଁ ସବୁବେଳେ ଛାତ ଉପରେ ମୋର ଫୁଟକି ମାରି ଚାଲେ, ଶ୍ରୀରାମ ନାମ ଜପ କରୁଥିବି ଏବଂ ଫୁଟକି ମାରୁଥିବି ହାତରେ। ତା ଭିତରେ ତ ରାତି ସାରା କେତେବେଳେ କେବେ ଶ୍ରୀରାମ ହାଇ ମାରିବେ, ହାଇ ମାରିଲା ବେଳେ ମୋ ଫୁଟିକି ତ ଚାଲିଥିବ, ସେ କିଛି ଆଉ ଆବଶ୍ୟକ ପଡ଼ିବନି। ହାଇ ମାରିଲା ପରେ ନିରନ୍ତର ମୋ ଫୁଟକି ଚାଲିଥିବା ହାତରେ, ଏବଂ ହାଇ ମାରନ୍ତୁ ବା ନ ମାରନ୍ତୁ। ଇଏ ଭାବି ଛାତ ଉପରୁ ଯାଇ ହନୁମାନ ନିରନ୍ତର ରାତି ସାରା ହାତରେ ଫୁଟିକି ମାରି ଚାଲିଲେ, ଶ୍ରୀରାମ ନାମ ଜପ କରି ଚାଲିଲେ। ଉଲ୍ଟି ଗଲା କେମିତି ଦେଖନ୍ତୁ। ଠିକ୍ ଯଦି ନିରନ୍ତର ଇଏ ଫୁଟିକି ମାରିଲେ ହନୁମାନ, ଶ୍ରୀରାମ ଶୋଇଥିଲେ ତାଙ୍କର ଘଡ଼ି ଘଡ଼ି ହାଇ ଆସିଲା। ଶ୍ରୀରାମ ଖାଲି ବାରମ୍ବାର ହାଇ ତାଙ୍କର ଆସିଲା, ହାଇ ମାରିଲେ। ଯେତେବେଳେ ହାଇ ବନ୍ଦ ନହେଲା, 5 ମିନିଟରେ ଥରେ ହାଇ ମାରିଲେ, ସୀତା ଆଶ୍ଚର୍ଯ୍ୟ ହେଲେ, କହିଲେ ପ୍ରଭୁଙ୍କର କ'ଣ ହେଲା, କାହିଁକି ହାଇ ବାରମ୍ବାର ମାରୁଛନ୍ତି, ବନ୍ଦ ହେଉନି, ଯେତେ କହିଲେ ମଧ୍ୟ ବନ୍ଦ ହେଉନି। ସିଏ ଅନ୍ୟମାନଙ୍କୁ ଡାକ ପକାଇଲେ, ବୈଦ୍ୟକୁ ଡାକିଲେ, ସପରିବାରକୁ ଡାକିଲେ, ସମସ୍ତେ ଆସିକି ଦେଖିଲେ, ଯେତେ କହିଲେ କି ହାଇ ବନ୍ଦ ହେଉନି, ଶ୍ରୀରାମଙ୍କର କ'ଣ ଘଟଣା? ସବୁ ବୈଦ୍ୟ ଆସିକି ଦେଖିଲେ, କହିଲେ ଏତେ କିଛି ରୋଗ ନା ହେଲା ନା କ'ଣ ଶ୍ରୀରାମଙ୍କୁ ଅଯୋଧ୍ୟା ଫେରିଲା ପରେ। ଏହା ଭାବିଲେ ରୋଗର ନିଦାନ କିଛି ପାଉନାହାନ୍ତି। ସମସ୍ତେ ଖୋଜାଖୋଜି କଲେ କ'ଣ କାରଣ ହେଇପାରେ। ସମସ୍ତେ ସପରିବାର ସବୁ ଅଛନ୍ତି। ସେଠୁ କହିଲେ ଆଚ୍ଛା ହନୁମାନ କାହିଁ? ହନୁମାନ ତ ତୁମ ସହିତ ଆସିଥିଲା, ସିଏ ଥିଲା, ସିଏ ଗଲା କୁଆଡ଼େ? ହନୁମାନଙ୍କୁ ସେଇଠୁ ଖୋଜା ପଡ଼ିଲା। ହନୁମାନଙ୍କୁ ଖୋଜିଲା ବେଳକୁ ସେ ଖୋଜି ଖୋଜି ଦେଖିଲେ ଛାତ ଉପରେ ବସିକି ହନୁମାନ ତାର ସବୁବେଳେ ଛୁଟିକି ମାରୁଛି, ଶ୍ରୀରାମ ଶ୍ରୀରାମ ଜପ କରି ଚାଲିଛି। ସେଠି ଇଏ କଥା ଦେଖିକି ସମସ୍ତେ ହନୁମାନଙ୍କୁ କହିଲେ, ଆରେ ତୁ ଛୁଟିକି ମାରୁଛୁ ଏମିତି ରାସ୍ତା ଜପ କରିକି କାହିଁକି? ବନ୍ଦ କର ଶୀଘ୍ର, ତୁ ଛୁଟିକି ମାରୁଛୁ ବୋଲି ଶ୍ରୀରାମ ହାଇ ମାରୁଛନ୍ତି, ତୁ ବନ୍ଦ କରେ ତାଙ୍କର ହାଇ ମାରିବୁ। ହନୁମାନଙ୍କୁ ଛୁଟିକି ଯେତେବେଳେ ବନ୍ଦ କଲେ,
ସେଠୁ ଶ୍ରୀରାମଙ୍କର ହାଇ ପଟକିନି ବନ୍ଦ ହେଇଗଲା। ସେ କଥାରୁ ଏହା ଶିକ୍ଷା ମିଳିଲା, ହନୁମାନର ଏ ଯେଉଁ ଚୁଟକି ମରା ମାନେ ତାର ଏସ୍ପିରେସନ୍, ହନୁମାନର ନିରନ୍ତର ଏସ୍ପିରେସନ୍ ଭଗବାନଙ୍କ ପ୍ରତି, ମାନେ ତାର ଉନ୍ମୁଖତା, ଉନ୍ମିଳନ, ଓପନିଂନେସ୍ ତାର ଉଲ୍ଟି ଗଲା ଶ୍ରୀରାମଙ୍କ ପାଖରେ। ଯାଇକି ଶ୍ରୀରାମଙ୍କ ଦେଖିଲ ହାଇ ବନ୍ଦ ହେଇଗଲା, ଅର୍ଥାତ୍ ଶ୍ରୀରାମଙ୍କ ରେସ୍ପନ୍ସ, ଗ୍ରହଣଶୀଳତା ଶ୍ରୀରାମଙ୍କ ପାଖରୁ ଆସିଲା। ହନୁମାନଙ୍କର ପାଖରୁ ତାଙ୍କର ନିରନ୍ତର ଆଶ୍ରୟ, ନିରନ୍ତର ଯେଉଁ ଉନ୍ମୁଖତା, ସେ ଭକ୍ତର ଉନ୍ମୁଖତା ଭଗବାନଙ୍କୁ ବାଧ୍ୟ କଲା ତା ପ୍ରତ୍ୟୁତ୍ତର ଦେବା ପାଇଁ ଏବଂ ତାଙ୍କୁ ଗ୍ରହଣଶୀଳତା ପାଇଁ। ଯେଉଁ ତାର ପରିବର୍ତ୍ତେ ସମର୍ପଣର ଉତ୍ତର ପ୍ରଭୁଙ୍କୁ ଦେବାକୁ ପଡ଼ିଲା ଏବଂ ସେ ହାଇ ମାରି ଚାଲିଲେ। ଏଇ ଯେଉଁ ଗପର ସାରାଂଶ ଏହା କୁହାଯାଇପାରେ, ଭଗବତ ଭାଇ କହୁଥିଲେ ତାଙ୍କର ଆଲୋଚନାରେ, ଆମର ସମର୍ପଣ, ଆମର ଆଶ୍ରୟ ଯଦି ଏଣ୍ଟାୟାର ହୁଏ, ଏବ୍ସଲ୍ୟୁଟ୍ ହୁଏ, ଯାହା ଶ୍ରୀଅରବିନ୍ଦ କୁହନ୍ତି ଅଲ୍ ଲାଇଫ୍ ଇଜ୍ ଯୋଗ, ସମଗ୍ର ଜୀବନଟା ଯଦି ଯୋଗମୟ ହୁଏ, କୌଣସି ମୁହୂର୍ତ୍ତ, କୌଣସି ଘଟଣା, କୌଣସି ପରିସ୍ଥିତିକୁ ବାଦ ନ ଦେଇ, ତାହେଲେ ଏଇ ଆମର ଏକ୍ସପ୍ରେସନ୍, ଆମର ସରେଣ୍ଡର ବା ଉନ୍ମୁଖତା ଏବଂ ପ୍ରଭୁଙ୍କର ଆଡ଼ୁ ଗ୍ରହଣଶୀଳତା ପରିପୂର୍ଣ୍ଣ ହେବ। ତାହେଲେ ଆମର ଜୀବନର ଯାତ୍ରା ପଥ ନିଶ୍ଚିତ ଭାବରେ ସେହି ଦିଗରେ ଏକ ସଫଳତାର ଶିଖର ଛୁଇଁପାରିବ। ଧନ୍ୟବାଦ। ଆଜିର ଆଲୋଚନାରେ ଯୋଗ ଦେଇଥିବା ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ସୁନ୍ଦର ଆଲୋଚନା ଆଜି ଭବେଶ ଭାଇଙ୍କର, ତାଙ୍କୁ ମଧ୍ୟ ଅନେକ ଅନେକ କୃତଜ୍ଞତା। କାର୍ଯ୍ୟକ୍ରମକୁ ଏବେ ଏଇଠି ଶେଷ କରିବା। ପୁଣି ଆମେ ଆସନ୍ତା ସୋମବାର ଭେଟ ହେବା ଏହି କାର୍ଯ୍ୟକ୍ରମରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ନେଉଛି। ଧନ୍ୟବାଦ ସମସ୍ତଙ୍କୁ। ଶୁଭରାତ୍ରି। 2 ମିନିଟ୍ ମାଙ୍କର ମ୍ୟୁଜିକ୍ ସହ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛି।